ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେମାନେ ଜଣେ ଦିଦିଙ୍କର ଭିଡ଼ିଓ ଆମେମାନେ ଦେଖିବା। ସେ ଗୋଟେ ଭିଡ଼ିଓରେ ସେ କ'ଣ କହିଛନ୍ତି ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ, ତାକୁ ଆମେମାନେ ଦେଖିବା। ତେବେ ପ୍ରିୟ ବନ୍ଧୁଗଣ, ଯଦି ଆପଣଙ୍କ ପାଖରେ କୌଣସି ଛୋଟ ପିଲା ଅଛନ୍ତି, ତ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣଙ୍କୁ କହି ରଖୁଅଛି, ପିଲାମାନଙ୍କୁ ଟିକେ ସାଇଡ଼୍ କରିଦିଅନ୍ତୁ, ନହେଲେ ଆପଣ ଟିକେ ସାଇଡ଼୍ ହେଇଯାଆନ୍ତୁ। ପିଲାମାନେ ବିଲକୁଲ ଶୁଣିବା କଥା ନୁହେଁ, କାରଣ ଏଠାରେ କିଛି ସେମିତି ଅଳ୍ପ କିଛି ଭାଷାର ବ୍ୟବହାର କରାଯାଇଛି। ଆଉ ସେଟା ମୁଁ ତ କୌଣସି ଭାଷା ବ୍ୟବହାର କରେନି, କିନ୍ତୁ ଯେଉଁ ଦିଦି ଜଣକ ଅଛନ୍ତି ସେ ଏମିତି ଧୋଇଛନ୍ତି ବିରୋଧୀମାନଙ୍କୁ। ଆଉ ଆମେମାନେ ଦେଖିବା। କିମ୍ବା ଆପଣ ଗୋଟେ କାମ କରିପାରିବେ, ଯଦି ଆପଣଙ୍କ ପାଖରେ ଇୟର କର୍ଡ଼ ଅଛି ତାହେଲେ ଇୟର କର୍ଡ଼ ଲଗାଇ ଦିଅନ୍ତୁ, ଆପଣ ଏକୁଟିଆ ଦେଖନ୍ତୁ। ତେବେ ପ୍ରିୟ ବନ୍ଧୁଗଣ, ପ୍ରଥମେ ଆପଣଙ୍କୁ ସେ ଭିଡ଼ିଓ ମୁଁ ଦେଖାଇବି। ଆପଣ ପ୍ରଥମେ ଆଉ ଏଇ ଦିଦିଙ୍କର କଥା ଆପଣ ଶୁଣନ୍ତୁ, ତାପରେ ଆମେମାନେ ଆଲୋଚନା କରିବା। ଓଡ଼ିଶାବାସୀ ନମସ୍କାର, ସମସ୍ତଙ୍କର ମଙ୍ଗଳ କାମନା। ରାଧା ମାଧବ ଆଉ କଟପା ଆଉ କେଇଟା ରହିଲେ ଅନ୍ଧଭକ୍ତ ଆମର ଗୋ ସୁରକ୍ଷା ନାମରେ ରାଜନୀତି ଚଲେଇଛନ୍ତି। ଏବେ ରାଧା ମାଧବ ଯାଇଥିଲେ ଜେଲ, ପୁଣି ଆସିଛନ୍ତି କି ନାହିଁ, ହୋଲି ଦିନ ସରପଞ୍ଚକୁ ମାରିକିରି ଯାଇଛନ୍ତି ଜେଲ। ତା ସାଙ୍ଗରେ ଇଏ ଗଜା, ଇଏ ଐଜଳା କହୁଥିଲା ଘୋଡ଼ ଫୁଟା କୋଷ୍ଟା ନଣ୍ଡା, ତା ମୁଣ୍ଡରେ ଗୋଟାଏ ଗୁଣ୍ଡି ବାଳ ନାହିଁ। ଇଏ ଗଜାକୁ ଭିଡ଼ିକି ନେଇଛନ୍ତି। ଇଏ ଗଜା 2.5 ଫୁଟ, ରାଜା ଯୋଉ ମାଧବ ସିଏ ବି 2.5 ଫୁଟ, ଟୋଟାଲ ମିଶିକି 2 ଜଣ 5 ଫୁଟ। ଅଛି କି ନାହିଁ ଜଣା ନାହିଁ, କିନ୍ତୁ ଇଏ ତିନିଟା ଆଉ ଯୋଉ ପ୍ରକାଶ ଗାମୁଛା ପକା, ତୋ ଭାଗ କମ ଦିନ ପଡିବ, ମୋ ତରଫରୁ ପଡିବ। ଆରେ ଗଜା ମାନେ ତମେ ଗୋଟେ ସବୁ ନା କଣ? ତମେ ତ କାହିଁ ଯୋଉଦିନ ଛୋଟ ଛୋଟ ଝିଅଙ୍କୁ ରେପ୍ କରାଯାଉଛି, ଏ ଟିଚର ମାନେ 8ମ ଶ୍ରେଣୀ ପିଲାଙ୍କୁ ଦୁଷ୍କର୍ମ କରୁଛନ୍ତି, ଯେତେବେଳେ ମଦ ପିଇକିରି ଇଏ ସରକାର ଲୋକମାନେ, ଆଗ ସରକାର ଲୋକମାନେ, ପୂର୍ବରୁ ଥିବା ସରକାର ଲୋକମାନେ ଛୋଟ ଛୋଟ ଝିଅକୁ, ନାରୀ ମାନଙ୍କୁ, ଆମର ନାବାଳିକାକୁ ଗଣ ଦୁଷ୍କର୍ମ କରନ୍ତି, ସେତେବେଳେ କୁଆଡେ ଗାଣ୍ଡି କାହିଁ ତମେ ତ ଇଏ ନାରୀକୁ ଯେତେବେଳେ ଦୁଷ୍କର୍ମ କରାଯାଏ ତମେ ବାହାରନି, କୋଉଠି ଗାଣ୍ଡି ଥାଅ ତମେ ମାଖିଆ ମଦୁଆ ଗୁଡାକ। ତମେ ତ କେବେ ମଦ ବନ୍ଦ କରିବା ପାଇଁ ସରକାର ପାଖରେ ଆନ୍ଦୋଳନ କରନି, ନିଶାମୁକ୍ତ ଓଡିଶା କରାଯାଉ। ତମେ କୋଉଦିନ ବେକାରୀ ହଟିବା ପାଇଁ ତମେ ତ ବାହାରନି। ମିଛ ଗୋ ସେବକ ନାଁ କହି ଗାଈ ମାନଙ୍କୁ ରକ୍ଷା କରିବାକୁ ଯାଇ ତମେ ଗୋ ମାତାକୁ ସବୁ ଯାକ ମାଫିଆ କରି ସବୁ ବାହାର ଦେଶକୁ ଚାଲାଣ କରୁଛ, ନୁହଁ? ତମ ଅସଲ ମୁଖା କମ ଦିନେ ଖୋଲା ଯିବ। ତମ ବାପର ଯଦି ଏତେ ଅଛି, ତମେ ଜାତି ଅଜାତି ସୃଷ୍ଟି କରୁଛ। ଖ୍ରୀଷ୍ଟିଆନ ସିଏ ଅଜାତି, ସିଏ ଧର୍ମ ଅଜାତି, ଇଏ ଛୋଟ ଜାତି, ବାଉରି କଣ୍ଡରା ହାଡି ଠିକିବଗ। ଆରେ ମାନେ ଏଠି ସମସ୍ତଙ୍କ ରକ୍ତ ଗୋଟିଏ। ଆମ ଇଏ ହିନ୍ଦୁ ସମାଜ ହଉ କି ଖ୍ରୀଷ୍ଟିଆନ ମୁସଲମାନ ସମାଜ ହଉ, ଆମ ଓଡିଶାରେ ଯୋଉମାନେ ବସବାସ କରୁଛନ୍ତି ସମସ୍ତେ ମଣିଷ, ସମସ୍ତେ ରକ୍ତଦାନ କରୁଛନ୍ତି, ସମସ୍ତେ ଭୋଟ ଦଉଛନ୍ତି, ସମସ୍ତଙ୍କର ଗୋଟିଏ ଭଗବାନ, ନା ଅଲଗା, ଧର୍ମ ଅଲଗା। ତମେ କାହିଁକି ଜାତି ଭେଦ ସୃଷ୍ଟି କରିକିରି ଏଠି ଜୟ ଶ୍ରୀରାମ ଧ୍ୱନି ନେଇକି ବିଜେପି ଦଳକୁ ଆଣିକି ପୁରଉଛ? ବିଜେପି ଦଳକୁ ତମକୁ ଘରେ ମା, ତମେ କାହିଁ ମନ୍ତ୍ରୀ କି ପୁରଉଛ? ଏବେ ତ ଜେଲ ଗଲା, ମନ୍ତ୍ରୀ ତମକୁ ତ କାହିଁ ସପୋର୍ଟ କରୁନାହାନ୍ତି। ତମ ପ୍ରକୃତି କଣ ତମେ ଜାଣିଛନ୍ତି। ତମେ ଭିଉ ନବା ପାଇଁ, ରାତି ଭିଉ କମେଇବା ପାଇଁ ପଇସା ରୋଜଗାର କରି ମଦ ଗଞ୍ଜେଇ, ଗଞ୍ଜଡ଼ ବାଡି ପଡା, ମଦୁଆ ବାଡି ପଡା ଗଜା ମାନେ, ତମର ମା ଭଳି ଠିକ ଅଛି। ତମ ଇଜ୍ଜତ ମହତକୁ ମୁଁ କେମିତି ଧଉଁଛି। ଆଉ କେଇଦିନ ଭିତରେ ଗୋଟେ ଗିହଣ ଖାଉଥିଲା ଗୋଟେ। ତମେ ମାନେ ଭଲ ସେବା କରୁନ, ତମ ବାପା ମାଆକୁ ଖାଇବାକୁ ଦଉଛ, ତମ ମା ମାନଙ୍କୁ ଖାଇବାକୁ ଦଉଛ, ତମ ମା ମାନେ ଫୋନ କରନ୍ତି ତମକୁ ଚାହା ଟିକେ କୁଆଡେ ତମେ ଦଉନ, ତମେ ମାକୁ ଦେଖିବାକୁ ଦଉନ, ତମେ ରାଣ୍ଡିବାଜି କରୁଛ। ତମେ ଓଡିଶାରେ ଧର୍ମ ରକ୍ଷା କର, ଜଗନ୍ନାଥ ରକ୍ଷା କର, ଭଗବାନଙ୍କୁ ରକ୍ଷା କର। ପ୍ରଥମେ ବାପା ମାଙ୍କୁ ସେବା କର, ବାପା ମାଙ୍କୁ ସେବା କରି ରଖ। ଧର୍ମକୁ ରକ୍ଷା କରି ଗୋଟେ ଗୋଟେ ମନ୍ଦିର ତିଆରି କରିଦେଇଛନ୍ତି। ଧର୍ମକୁ ରକ୍ଷା କରି ଯେମିତି ମା ଭଉଣୀକୁ ସବୁ ସୁରକ୍ଷାରେ ରଖିଦେଇଛନ୍ତି। ଏଠି ଝିଅ ମାନ ଇଜ୍ଜତ ଯାଉଛି, ଝିଅକୁ ଦୁଷ୍କର୍ମ କରାଯାଉଛି। କୋଉଦିନ
আইছ রাস্তা উপরকু কোন আছে রাস্তা আন্দোলন করছ তুমি গোমাতা যদি গোমাতাকে রক্ষাকে চাহুছ আমি বি চাহুছু তুমি বি চাহুছ গোমাতাଙ୍କ ପାଇଁ ସରକାରଙ୍କ ଦ୍ୱାର ମୁଖ ଯାଅ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାର ମୁଖ ଯାଅ ସମସ୍ତ ବସ ତାଙ୍କ ଦ୍ୱାର ମୁହଁରେ କୁହ ବେକାରୀ ସଂସ୍ଥାକୁ ଦୂର କରିବା ପାଇଁ କିଛି ବେକାରୀ ମାନଙ୍କୁ ତ କାମରେ ଲାଗିଯିବେ ଗୋ ସୁରକ୍ଷା ରକ୍ଷା କରିବା ପାଇଁ ଗୋମାତାକୁ ଖାଇବାକୁ ଦେବା ତାଙ୍କୁ ସେବା କରିବା ଗୋବର ଗୁହାଳ ପୋଛିବା ଗୋମାତାଙ୍କ ପାଇଁ ଗୋଶାଳା ତିଆରି ହବ ସରକାର ତରଫରୁ ଗୋଟେ ନିଯୁକ୍ତି ଦିଆଯାଉ ସରକାର ତରଫରୁ ଗୋଟେ ସ୍କିମ୍ ଆସୁ ସରକାର ଦ୍ୱାରକୁ ଯାଉ ନା ଗୋଟେ ଷଣ୍ଢ ଦେଖେଇ ମା ରାସ୍ତାରେ ଆସି ଗୋଟେ ରାଜନୀତି କରିକିରି ରୋଡ ଜାମ୍ କରୁଛ ତମେ ସବୁ ଯାକ 1.5 ଫୁଟିଆ ତମ କଟାଯିବ ମା ସେ ଜେଲରୁ ତମେ ଆସ ଇଏ ପ୍ରକାଶ ଆଉ କେଇଟା ଛତିଆ ତମେ ରହିଲ କାଳିଆ ମୁହାଁ ତମର କାମ କିଛି ନାହିଁ ତମ ମାଇପ ମାନେ ସବୁ ଧନ୍ଦା କରୁଛନ୍ତି କି ସବୁ ହେରେ ପଇସା କୋଉଠୁ ଆଣିଛ ଏଇ ଭିଉ କମେଇକି 2 ପଇସା ରୋଜଗାର କରି ମଦ ପିଉଛ ତମ ପାଟି ଆଡେ ଏମିତି ପଶିବ ଗାଣ୍ଡି ଆଡେ ବାହାରିବ। প্রিয় বন্ধুগণ খ্রিস্টর প্রিয় ভাই এবং ভনী মানে আজিকালি অনেক খ্রিস্টান বিরোধী মানে ସେମାନେ ମାତିଛନ୍ତି ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ସେମାନେ ମାତିଛନ୍ତି ଆଜିର ଡେଟ୍ରେ ଆଉ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ। ଆପଣ ତ ପ୍ରତିଦିନ ସୋସିଆଲ ମିଡ଼ିଆ ଆପଣ ଦେଖୁଥିବେ ୟୁଟ୍ୟୁବ୍ ଦେଖୁଥିବେ ଫେସବୁକ୍ ଦେଖୁଥିବେ ଆଉ ଆପଣ ଜାଣିପାରୁଥିବେ ଯେ କିଭଳି ଭାବରେ ଖ୍ରୀଷ୍ଟିଆନ ବିରୋଧୀମାନେ ସକ୍ରିୟ ଅଛନ୍ତି। ଏମିତି କିଛି ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି ଯେଉଁମାନେ କି ନିଜ ଧର୍ମକୁ ଉପରେ ରଖିବା ପାଇଁ ଅନ୍ୟ ସମସ୍ତ ଧର୍ମକୁ ସେମାନେ କ'ଣ କରନ୍ତି ନୀଚ ଭାବରେ ସେମାନେ ଦେଖନ୍ତି ଆଉ ସେମାନେ ଭାବନ୍ତି ସେମାନଙ୍କର ସନାତନ ଧର୍ମ ହେଉଛି ସବୁଠାରୁ ପୁରୁଣା ବା ମହାନ। କିନ୍ତୁ ଏଇଭଳି ଅନ୍ଧଭକ୍ତ ସନାତନୀମାନଙ୍କୁ ଯଦି କୌଣସି ପ୍ରଶ୍ନ କରାଯାଏ ସେମାନଙ୍କ ନିଜ ଧର୍ମଶାସ୍ତ୍ରରୁ ତେବେ ଏମାନଙ୍କୁ ଜଣା ନାହିଁ ଏମାନଙ୍କୁ ନିଜର ଶାସ୍ତ୍ର ବିଷୟରେ ଜଣା ନାହିଁ ଏମାନଙ୍କୁ ନିଜର ଧର୍ମ ବିଷୟରେ ଜଣା ନାହିଁ ଆଉ ଏମାନେ ଆସନ୍ତି ଆମକୁ ଧର୍ମ ଶିକ୍ଷା ଦେବେ ଏମାନେ ପୁଣି ଆମକୁ ଧର୍ମ ବିଷୟରେ ଶିକ୍ଷା ଦେବା ଏମାନେ ଆସନ୍ତି ନିଜ ବିଷୟରେ ଜଣା ନାହିଁ ନିଜର କେତେ ବାପ ଏମାନଙ୍କୁ ଜଣା ନାହିଁ ଆଉ ଏମାନଙ୍କୁ ଜଣା ନାହିଁ ନିଜର ଧର୍ମ କ'ଣ କେଉଁଠୁ ଆସିଲା ଏମାନଙ୍କୁ କିଛି ଜଣା ନାହିଁ ଆଉ ଏମାନେ ଯେଉଁ କହୁଛନ୍ତି ସନାତନ ଧର୍ମ କେବେ ଉତ୍ପନ୍ନ ହେଲା ତା ଡେଟ୍ ଏମାନଙ୍କୁ ଜଣା ନାହିଁ ଆଉ ଯଦି ଏମାନେ କୌଣସି ତଥ୍ୟ ଦିଅନ୍ତି ମନଗଢ଼ା ତଥ୍ୟ ଏମାନଙ୍କୁ ଯଦି ଆପଣ ଐତିହାସିକ ପ୍ରମାଣ ଯଦି ମାଗିବେ ଏମାନେ ଦେଇପାରନ୍ତି ନାହିଁ ପୁରା 100% ମୁଁ ସିଓର ଅଟେ। କିନ୍ତୁ ଏମାନେ ଆସିଛନ୍ତି କ'ଣ ନା ଏମାନେ ଆସିଛନ୍ତି ଆମକୁ ଧର୍ମ ବିଷୟରେ ଆମକୁ ଶିଖେଇବେ ଏମାନଙ୍କ ମୁହଁରେ ଟିକେ ଲାଜ ନାହିଁ ଏମାନେ ଆମକୁ ଧର୍ମ ବିଷୟରେ ଶିଖେଇବେ ଯାହାକୁ ନିଜର ଧର୍ମ ବିଷୟରେ ଜଣା ନାହିଁ ଆଉ ଯାହାକୁ ଜଣା ନାହିଁ ତାର ବାପା କେଟା ତାର ମା କେଟା ଜଣା ନାହିଁ। ତେବେ ପ୍ରିୟ ବନ୍ଧୁଗଣ ଏଇଭଳି ଅନ୍ଧଭକ୍ତମାନଙ୍କ ବିଷୟରେ ଆପଣ କ'ଣ କହିବା ପାଇଁ ଚାହାନ୍ତି? ପ୍ରକୃତରେ ଦିଦି ଜଣକ ଯାହା କହୁଥିଲେ ବାସ୍ତବିକରେ ଠିକ୍ କହୁଥିଲେ। ଅବଶ୍ୟ ସେ କିଛି ମାନେ ଭାଷା ସେ ପ୍ରୟୋଗ କରିଥିଲେ ମୋତେ ତ ଜଣା ନାହିଁ ମାନେ କେଉଁମାନେ ଏମିତି ଭିଡ଼ିଓକୁ ସେମାନେ ପସନ୍ଦ କରନ୍ତି। ଭିଡ଼ିଓକୁ ଦେଖାଇବାର ଉଦ୍ଦେଶ୍ୟ ହେଉଛି ଯେ ଖ୍ରୀଷ୍ଟିଆନ ବିରୋଧୀମାନଙ୍କୁ ଏମିତି ଜବାବ ନିହାତି ଦରକାର। ହଁ ପ୍ରିୟ ବନ୍ଧୁଗଣ କାରଣ ବାକ୍ୟରେ ଲେଖା ଅଛି ମୂର୍ଖକୁ ତା'ର ମୂର୍ଖତାରେ ହିଁ ତାକୁ ଉତ୍ତର ଦିଅ ତେବେ ଯାଇକି ସେ ସୁଧରିବ। ଯଦି ଏଇଭଳି ଲୋକମାନଙ୍କୁ ଏଠାରେ ଯେଉଁ ଅଛନ୍ତି ଡୁପ୍ଲିକେଟ୍ ହିନ୍ଦୁ ଡୁପ୍ଲିକେଟ୍ ସନାତନୀ ଯଦି ଆପଣ ସେମାନଙ୍କୁ ଆଜ୍ଞା ଆପଣ କହିକି ଯଦି କହିବେ ସେମାନେ ଓଲଟା ଆପଣଙ୍କ ମୁଣ୍ଡ ଉପରେ ଚଢ଼ିବେ। ଏମାନେ ଯେମିତିକା ଲୋକ ଏମାନଙ୍କୁ ସେମିତିକା ଭାଷା ମଧ୍ୟ ଏମାନଙ୍କୁ ଦରକାର। ଆପଣ କ'ଣ କହୁଛନ୍ତି କମେଣ୍ଟ କରିକି ଜଣାନ୍ତୁ। ଧନ୍ୟବାଦ।